आज खाऊ खाऊ घरे समस्तଙ୍କର ଡେରି ହେଇଗଲା। କାରଣ କ'ଣ? ମୋ ସାନ ଭଉଣୀ। କଥାଟି କ'ଣ ହେଇଛି ପୁରା ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖନ୍ତୁ। ମୋ ଭଉଣୀକୁ ମୁଁ ଚୁନା ମାଛ ଆଣିବାକୁ ପଠେଇଥିଲି, ସେ ଯାଇଥିଲା ମାର୍କେଟ, କିନ୍ତୁ ଚୁନା ମାଛ କ'ଣ ଆଣିବ, ସେ ଆ ଘର ତା ଘର ବୁଲା। ଘଟଣାଟି କ'ଣ ପଚାରିବାରୁ ଗୁଡ଼ାଏ ସୋଦା ଖାଇଲା ପରେ କହୁଛି ମୁଁ ଗୋଟେ କୁକୁରର ପିଛା କରୁଥିଲି। ଘରେ କହିଲେ କୁକୁରର ପିଛା କାହିଁ କରୁଥିଲୁ? ନା କି ଆଶ୍ଚର୍ଯ୍ୟ କୁକୁର କେଜାଣି, ମୁଁ ଯୋଉଠି ସଉଦା ଆଣିବାକୁ ଯାଇଥିଲି ସେ କୁକୁରଟି ସେଇଠି ପଳେଇ ଆସିଲା। ତା ବେକରେ ଗୋଟେ ଚିଟ୍ଟେ ବନ୍ଧା ହେଇଥିଲା, ଆଉ ଗୋଟେ ଥଳିଟେ ଥିଲା, ସେଇଥିରେ ସେ କିଛି ସଉଦା ନେଇଗଲା। ସେଇଥିରେ ଗୋଟେ ଚିଟ୍ରେ ଲେଖା ହେଇଥିଲା ତା ମାଲିକର କିଛି ମେସେଜ। ପୁଣି ତା ପଛେ ପଛେ ମୁଁ କହିଲି ଦେଖିବା ତା ଘର କୋଉଠି। ସେ ପୁଣି ବସ୍ରେ ଚଢ଼ିଗଲା। ବସ୍ର କଣ୍ଡକ୍ଟରରେ ବି ତାକୁ ଦେଖେଇଦେଲା ତା ବେକଟା। ସେ ବସ୍ର କଣ୍ଡକ୍ଟର ତା ବେକରୁ ଚିଟ୍ଟା ପଡ଼ିକି ତାକୁ ତା ଜାଗାରେ ପଠେଇଦେଲା। ମୁଁ ଯେ ପୁଣି ତା ପଛେ ପଛେ ଗଲି, ମୁଁ କହିଲି ଦେଖିବା କ'ଣ ସେ କରୁଛି। ସେ ତା ମାଲିକ ଘରେ ଯାଇକି ପହଞ୍ଚିଲା। ମାଲିକର ଘରଟାର କବାଟକୁ ଜୋରେ ଜୋରେ ବାଡ଼େଇଲା, କିନ୍ତୁ ମାଲିକ ସିଆଡ଼େ ଦୌଡ଼ିକି ଆସି କୁକୁରକୁ ବାଡ଼େଇଲା। ତ ମୋତେ ଦେଖି ଭାରି ଦୁଃଖ ଲାଗିଲା। କୁକୁରଟା ଏତେ କାମ କରୁଛି ତଥାପି ମାଡ଼ ଖାଇଲା। ଘର ଓନର କହୁଛି ଚାବି ନେଇକି ଗଲୁନୁ, ମୋର ଶୋଇବା ପୁଣି ଡିଷ୍ଟର୍ବ କଲୁ।